कांग्रेस विधायक प्रार्थी ज्योतिरंजन मल्लिक नामांकन पत्र खारज और परिवर्तन को नहीं नियाली चर्चा। नियाली कांग्रेस विधायक प्रार्थी भाव में गत 14 तारिख में नामांकन भरी ज्योतिरंजन मल्लिक, किंतु ज्योतिरंजन नाँ भोटर तालिकार नथिबारु गत 15 तारिख में नामांकन पत्र को खारज कर दिया जायछि। तासह ज्योतिरंजन बदल में कांग्रेस पक्षर नामांकन भरी ज्योतिंकर मां गीतांजलि मल्लिक को प्रार्थी घोषणा करिछि दल। ଏହି ବ୍ୟତିକ୍ରମ ପାଇଁ ଶାସକ ଦଳ ଏବଂ କଳକୁ ଦାୟୀ କରି ଆଜି ସାମ୍ବାଦିକ ସମ୍ମିଳନୀରେ ଗର୍ଜିଛି କଂଗ୍ରେସ। ବିଜେଡିର ଏଭଳି ଷଡ଼ଯନ୍ତ୍ର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏବଂ ଦି ଜାଗାରେ କଟିଗଲା, ତାମ୍ପଡ଼ାରେ ମଧ୍ୟ ତାର ନିଜ ଗାଁରେ କଟିଲା, ଯେମିତି ଖୋଜି ଖୋଜିକିରି ସେ କୋଉଠି କାଳେ ଆଉ କୋଉଠି ଥିବ ସେଠି ବି କାଟେଇଲେ। ଏଣୁ ଆ ପଛରେ ଅଫିସର ଅଛନ୍ତି ଏବଂ ଅଫିସରଙ୍କ ପଛରେ ରାଜନୈତିକ ଦଳ ଅଛି ସେଟା ସମସ୍ତଙ୍କୁ ସ୍ପଷ୍ଟ ଭାବରେ ଜଣାଅଛି। ଯିଏ ସରକାରରେ ଅଛି ତାରି ଦଳ, ସରକାରୀ ଦଳର ସରକାରୀ କଳ